ଜଗତରେ ମଣିଷ ଯେତେ ଯେତେ ଦୁଃଖ ପାଏ ତାହାର ଅଧିକାଂଶ ହିଁ କାମିନୀ କାଞ୍ଚନ ପ୍ରତି ଆସକ୍ତିରୁ ଆସେ। ସେ ଦୁଇଟା ପାଖରୁ ଯେତିକି ଦୂରେଇ ରହିବ ସେତିକି ମଙ୍ଗଳ। ଭଗବାନ ଶ୍ରୀ ଶ୍ରୀ ରାମକୃଷ୍ଣ ଦେବ ସମସ୍ତଙ୍କୁ ବିଶେଷ ଭାବରେ କହିଛନ୍ତି, କାମିନୀ କାଞ୍ଚନ ପାଖରୁ ତଫାତ୍ ଖୁବ୍ ତଫାତ୍ ରୁହ। କାମିନୀ ଠାରୁ କାମ ବାଦ୍ ଦେଲେ ହିଁ ସେ ମା ହୋଇପଡ଼ନ୍ତି। ବିଷ ଅମୃତ ହୋଇଗଲା। ଆଉ ମା କେବଳ ମା ହିଁ, କାମିନୀ ନୁହେଁ। ମା ଶେଷରେ ଗି ଦେଇ ଭାବିଲେ ହିଁ ସର୍ବନାଶ। ସାବଧାନ, ମା'କୁ ମାଗି ଭାବି ମର ନାହିଁ। ପ୍ରତ୍ୟେକଙ୍କର ମା ହିଁ ଜଗଜ୍ଜନନୀ। ପ୍ରତ୍ୟେକଙ୍କ ଝିଅ ହିଁ ନିଜ ମା'ର ବିଭିନ୍ନ ରୂପ। ଏହିପରି ଭାବିବାକୁ ହୁଏ। ମାତୃଭାବ ହୃଦୟରେ ପ୍ରତିଷ୍ଠା ନ ହେଲେ ସ୍ତ୍ରୀ ଲୋକକୁ ଛୁଇଁବା ଅନୁଚିତ। ଯେତେ ଦୂରେଇ ରହିପାର ସେତେ ଭଲ। ଏପରିକି ମୁଖ ଦର୍ଶନ ନ କରିବା ଆହୁରି ଭଲ। ମୋର କାମ କ୍ରୋଧାଦି ଗଲା ନାହିଁ ବୋଲି ଚିତ୍କାର କଲେ କେବେ ହେଲେ ସେଗୁଡ଼ିକ ଯାଏ ନାହିଁ। ଏପରି କର୍ମ, ଏପରି ଚିନ୍ତା ଅଭ୍ୟାସ କରିନେବାକୁ ହେବ, ଯହିଁରେ କାମ କ୍ରୋଧାଦିର ଗନ୍ଧ ବି ନଥିବ। ମନ ଯାହାଦ୍ୱାରା ସେସବୁ ଭୁଲିଯିବ। ମନରେ କାମ କ୍ରୋଧାଦିର ଭାବ ନ ଆସିଲେ କିପରି ତାହା ପ୍ରକାଶ ପାଇବ? ଉଚ୍ଚତର ଉଦାର ଭାବରେ ନିମଗ୍ନ ରହିବା। ସୃଷ୍ଟିତତ୍ତ୍ୱ, ଗଣିତ ବିଦ୍ୟା, ରସାୟନଶାସ୍ତ୍ର ଇତ୍ୟାଦିର ଆଲୋଚନାରେ କାମରୂପର ଦମନ ହୁଏ। କାମିନୀ କାଞ୍ଚନ ସମ୍ବନ୍ଧୀୟ ଯେକୌଣସି ରକମର ଆଲୋଚନା ହିଁ ସେଥିପ୍ରତି ଆସକ୍ତି ଆଣି ଦେଇପାରେ। ସେସବୁ ଆଲୋଚନାରୁ ଯେତେ ଦୂରେଇ ରହିପାରିବେ ସେତେ ଭଲ।